ଚାଲ। ମଥାର୍ନି ଚାଲ ମାନେ କଣ? ପ୍ରତ୍ୟେକ କାର୍ଯ୍ୟରେ ପ୍ରତ୍ୟେକ କଥାରେ ତା ଯେମିତି ଇଷ୍ଟଙ୍କର ଚିନ୍ତାଧାରା ପରିସ୍ଫୁଟନ ହେଉଥିବ। ଘର ଆଗରେ ଦେଖିଲେ ଜୋତା ଗୁଡାକ ଏପଟ ସେପଟ ହେଇ ପଡୁଛି, ଠାକୁର କଷ୍ଟ ପାଆନ୍ତି। ଜୋତାକୁ ସାଇଜ କରି ରଖି ଦେଇଦେବା ଏବଂ ପିଲାମାନଙ୍କୁ ମଧ୍ୟ ସେଇ ବାଟରେ ଶିକ୍ଷା ଦବା। ପରବର୍ତ୍ତୀ ବଂଶଧର କେମିତି ଇଷ୍ଟଙ୍କୁ ନେଇ ଚାଲିବେ, ତା ବା ଯୋଜନ କରିବା, ଯାଜନ କରିବା, ଇଷ୍ଟବୁଦ୍ଧି କରିବା। ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର କାର୍ଯ୍ୟ ଇଷ୍ଟ କର୍ମ କରିବେ, ସମସ୍ତେ ସବୁ ପ୍ରକାର କରିପାରିବେନି। ମାଟି ତାର ଘର କରଣା ଭିତରେ ଯୋଉ ଶିଳ୍ପ ବ୍ରତ କଥା କୁହାଯାଇଛି, ଯୋଉ ବଡମାଙ୍କର ଅଷ୍ଟ ବୈଶିଷ୍ଟ୍ୟ କଥା କୁହାଯାଇଛି, କିଛି 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 ସେଇ ବୈଶିଷ୍ଟ୍ୟରୁ ମୁଁ ଆହରଣ କରିବି। ସଂରକ୍ଷଣ ହଉଛି ବଡ ବୈଶିଷ୍ଟ୍ୟ। ମା ମାନଙ୍କ ସଂରକ୍ଷଣ ବୈଶିଷ୍ଟ୍ୟ ବେଶୀ। ରୋଷେଇ କରୁଛନ୍ତି, ପ୍ୟାକେଟ ଆସିଛି, ଡାଲି ଆସିଛି, ଏମିତି କରି ତିଆରି କଲେ ଯେ ମୁଠେ ରହିଗଲା ଭିତରେ, ନା ଆସନ୍ତା କାଲି ପାଇଁ ହବ ନା ଆଜି ପାଇଁ ହବ। ରହି ରହି ସେ ନଷ୍ଟ ହେଇଗଲା। ଠାକୁର ବହୁତ କଷ୍ଟ ପାଆନ୍ତି। ଏ ପ୍ରତ୍ୟେକ ଦ୍ରବ୍ୟ ହଉଛି ସେ ଠାକୁରଙ୍କର। ତେଣୁ କୌଣସି ଘରର ଖାଦ୍ୟ ପଦାର୍ଥ ଯେମିତି ନଷ୍ଟ ନ ହୁଏ, ବଳକା ଖାଦ୍ୟ ଯେମିତି ନଷ୍ଟ ନ ହୁଏ, ପଶୁ ପକ୍ଷୀ ଦେଇଦବା, ଫୋପାଡ଼ିବାନି। ତେଣୁ ତାହା ହଉଛି ସଚେତନତା, ସେଇଟା ହଉଛି ଇଷ୍ଟକର୍ମ। ଏକ ନୂତନ ଦିଗ୍ଦର୍ଶନ। ମଣିଷ ଯେତେବେଳେ ଭାବୁଥିଲା ଇଷ୍ଟକର୍ମ ଈଶ୍ୱରଙ୍କ କର୍ମ ଆଧ୍ୟାତ୍ମିକତା, ଯେତେବେଳେ ମନ୍ଦିରର ଚାରିକାନ୍ଥର ଆବରଣ କୋଠରୀ ମଧ୍ୟରେ ସୀମିତ ଅଛି, ଶ୍ରୀ ଠାକୁର ଧର୍ମଟାକୁ, ଆଧ୍ୟାତ୍ମିକତାକୁ, ଇଷ୍ଟକର୍ମଟାକୁ ନିଜ ଜୀବନର ଜୀବନ ଚର୍ଯ୍ୟା ମଧ୍ୟକୁ ସେ ନେଇ ଆସିଲେ। ଏବଂ ତାରି ଭିତରେ ଗଢି ଉଠିଲା ଅନେକ ଅନେକ ବଂଶ, ଅନେକ ପରବର୍ତ୍ତୀ ବଂଶଧର ମାନେ। ଅଧର୍ଯ୍ୟ ଯାଜକଙ୍କର ଯୋଉ ବୈଠକ ହେଇଥିଲା ଦେଓଘରରେ, ପୂଜ୍ୟ ଅବିନ୍ଦାଙ୍କ ଆହ୍ୱାନରେ ମୁଁ ସେଠି ମଧ୍ୟ ଯୋଗ ଦେଇଥିଲି। ସେ ସବୁ କାର୍ଯ୍ୟକ୍ରମ, ଡିପିଆରଙ୍କର କାର୍ଯ୍ୟକ୍ରମ ପରିସମାପ୍ତି ପରେ ଜଣେ ଗୁରୁ ଭାଇ ପଚାରିଲେ ପୂଜ୍ୟ ଅବିନ୍ଦାଙ୍କୁ ଯେ ମୋ ସ୍ତ୍ରୀ ମୋ କଥା ମାନୁନି, ଅର୍ଥାତ ଜମା ସେ ସକାଳୁ ଉଠିକି ଇଷ୍ଟବୁଦ୍ଧି ଦଉନି, ଅନେକ ଦିନ ହେଲା ବିଭାଘର ସରିଛି, ସେ ଦୀକ୍ଷା ମଧ୍ୟ ନେଇଛି, କେତେବେଳେ ଦଉଛି ତ କେତେବେଳେ ଦଉନି, ଯେତେବେଳେ ନିଦ ଭାଙ୍ଗୁଛି ଦଉଛି, ଲେଟ୍ ନାଇଟ ରେ ଶୋଉଛି, ଆଉ ସେ ଯେତେ କହିଲେ ବି ସେ ହଉନି, ତା ଦ୍ଵାରା କଣ କରିବି? ସେଇଠୁ ପୂଜ୍ୟ ଅବିନ୍ଦା କହୁଛନ୍ତି, ତମେ ଠାକୁରଙ୍କ ଯାଜନ କର ନା? ହଁ ମୁଁ କରେ। ତମର ସହଧର୍ମିଣୀ ତମ ସହିତ କେବେ ସତ୍ସଙ୍ଗ ଯାଆନ୍ତି? ଆଜ୍ଞା ସବୁ ସତ୍ସଙ୍ଗକୁ ଯାଆନ୍ତି, ଆମେ ସାଙ୍ଗରେ ଯାଉ। ତମେ ସତ୍ସଙ୍ଗରେ ଯୋଉ ଯାଜନ କର, ତାକୁ ଘରେ ପରିପାଳନ କର, ତଳକୁ ମୁହଁ ପୋତି ଦେଲେ। ବାସ୍ତବିକ ଆମ ଅନ୍ତର ପ୍ରକୃତି, ଅନ୍ତର ରୂପ ଆଉ ବାହ୍ୟ ରୂପ ହଉଛି ସମ୍ପୂର୍ଣ୍ଣ ଭିନ୍ନ ହେଲେ କେବେ ଘରେ ଇଷ୍ଟ ପ୍ରତିଷ୍ଠା ହେଇପାରିବ ନାହିଁ। ସେ ସ୍ତ୍ରୀ ବି କରିବେ ନାହିଁ, ପିଲାମାନେ ବି କେହି କରିବେ ନାହିଁ। ବାହାରେ ମୁଁ ନିରାମିଷ ଖାଦ୍ୟ କହିକି ଆସିଲି, କିନ୍ତୁ ଘରେ ମୁଁ ସ୍ୱସ୍ତୟିନୀ ନଉନି, ବାର ଦେଖି ଘରକୁ ମାଛ ମାଂସ ଆଣୁଛି। କମ୍ପ୍ରମାଇଜ ନାହିଁ। ଠାକୁରଙ୍କର ଶ୍ରୀ ଠାକୁରଙ୍କର ଭାବାଦର୍ଶରେ କୌଣସି ପ୍ରକାର ବୁଝାମଣା ନାହିଁ। ଆଲୋକ ନହେଲେ ଅନ୍ଧାର, ଭଗବାନ ନହେଲେ ଶୈତାନ, ଭଲ ନହେଲେ ମନ୍ଦ, ୟା ମଝିରେ ଗୋଟେ ରାସ୍ତା ନାହିଁ କିଛି। ସେ ଠାକୁର କହିଲେ ପିଆଜ ରସୁଣ ମାଦକ ଛାଡ। ତେଣୁ କହିଛନ୍ତି ଛାଡ ମାନେ ମତେ ଛାଡିବାକୁ ପଡିବ, ସମୟ ଲାଗିପାରେ, କିନ୍ତୁ ମାନସିକତା ରହିବ ମୋର ଛାଡିବା ପାଇଁ, ସ୍ୱସ୍ତୟିନୀ ବ୍ରତ ନବା ପାଇଁ, ଶରୀରଟାକୁ ଇଷ୍ଟ ପୂଜାର ଯନ୍ତ୍ର ହିସାବରେ ଗ୍ରହଣ କରିବା ପାଇଁ। ଯଦି ବି ସ୍ୱସ୍ତୟିନୀ ମୁଁ ନେଇଥାଏ, ବିନା ପିଆଜ ରସୁଣ ନିରାମିଷ ଖାଦ୍ୟ ଖାଉଥାଏ, ସତ୍ସଙ୍ଗରେ ଯାଜନ କଲି, ବାହାରେ ଠାକୁରଙ୍କ କଥା ବହୁତ ଯାଜନ କଲି, ନାମଧ୍ୟାନ କଥା କହିଲି, ଯଜନ ଯାଜନ କଥା କହିଲି, ଘଣ୍ଟାଏ କିନ୍ତୁ ଉର୍ଜନା ଘରେ ପଡେ ନାହିଁ। ସେ ବଙ୍ଗଳା ବହି କିଏ ବଙ୍ଗଳା ଜାଣିଛନ୍ତି କିଏ ନ ଜାଣିଛନ୍ତି, ସେଟା ଉତ୍ତରୋତ୍ତର ଉଚ୍ଚତର ବିଶ୍ୱାସ ମାନେ ଶିକ୍ଷାର କଥା। ସାଧାରଣ ଭାବରେ 10 ଟଙ୍କିଆ ଉର୍ଜନା ଗୋଟେ ଘରକୁ ଯାଏ ନା, ଅଧଘଣ୍ଟାଏ ପଢେନି, ମୋବାଇଲରେ ଚାଟିଂ କରୁ କରୁ ସମୟ ଚାଲିଯାଏ, ଫୋନ କରୁ କରୁ ସମୟ ଚାଲିଯାଏ। ହେଲେ ପ୍ରତ୍ୟେକ ଦିନ ଗୋଟିଏ ବିଷୟ ପଢିବି, ଆଖି ବୁଜି ଟିକେ ଭାବିବି, କଣ ଆଜି ପଢିଲି, ଠାକୁର କଣ କଣ କହିଛନ୍ତି। এইটা হচ্ছে ইষ্টকর্ম, ইষ্টଙ୍କ ସହିତ ସଂଯୁକ୍ତି ବା ଏଇ ଯୋଉଟା ଜୀବନ ପ୍ରକ୍ରିୟା ମଧ୍ୟରେ ଯୁକ୍ତ ହବାର ଆବେଗ, ନଦୀର ଆବେଗ ସମୁଦ୍ରରେ ମିଶିବା, ଏଇ ଜୀବନର ଆବେଗ ହଉଛି ପୂର୍ଣ୍ଣତାରେ ଲୀନ ହବା। ଯେହେତୁ ଈଶ୍ୱର ହଉଛନ୍ତି ପୂର୍ଣ୍ଣ, ତେଣୁ ଈଶ୍ୱରଙ୍କ ପାଖରେ ଜୀବନଟାକୁ ଲଗେଇଦବା ହଉଛି ଈଶ୍ୱର ପ୍ରାପ୍ତି।
ସେଦିନ ମୁନି ଋଷି ମାନେ ସବୁ ତପସ୍ୟା କଲେ। ଯେମିତି ଧ୍ରୁବ ଛୋଟ ପିଲାଟା କଣ ଏମିତି ଧର୍ମଘଟ କଲେ, ତପସ୍ୟା କଲେ, ଧର୍ମଘଟ କଲେ ଯେ ଆମେ ଆଉ ଈଶ୍ୱରଙ୍କୁ ହବି ଦବୁ ନାହିଁ। ଯାହା ଆମେ ଜଳ ସମର୍ପଣ ସ୍ନାନ ପରେ ଆମେ ସୂର୍ଯ୍ୟଙ୍କୁ ଜଳ ସ୍ନାନ କରୁଥିଲୁ, ଜଳ ଦାନ କରୁଥିଲୁ, ବା ଆମେ ଯେମିତି ପ୍ରକାର ସାଧନା କରୁଥିଲୁ, ଆମେ ତ ଈଶ୍ୱରଙ୍କୁ ଦର୍ଶନ କରିପାରିଲୁ ନାହିଁ। ଶଙ୍ଖ ଚକ୍ର ଗଦା ପଦ୍ମ ସେ ରୂପଟାକୁ ଆମେ ଦର୍ଶନ କରିପାରିଲୁ ନାହିଁ। ଧ୍ରୁବ ଏମିତି କଣ କଲା ଯେ ଯଦ୍ୱାରା କି ସିଏ ଏମିତି ଈଶ୍ୱରଙ୍କୁ ଦର୍ଶନ କଲା? ଏକଥା ବିଷ୍ଣୁ ଶୁଣିଲେ, ପଚାରିଲେ ଚାଲ ଟିକେ ସମୁଦ୍ରକୁ ବୁଲିଯିବା। ସମୁଦ୍ର ଭିତରେ ଗୋଟେ ଡଙ୍ଗାରେ ଗଲେ। ବିଷ୍ଣୁ ବସିଛନ୍ତି। ଅଦୂରରେ ଦେଖାଗଲା ଗୋଟେ ପାହାଡ ଏବଂ ତା ବରଫର ପାହାଡ ଭଳି ଦୃଶ୍ୟମାନ ହେଉଥିଲେ ମଧ୍ୟ ତା ବରଫର ପାହାଡ ନଥିଲା। ପାଖରେ ଯାଇ ପହଞ୍ଚିଲା କିଣି ବିଷ୍ଣୁଙ୍କୁ ପଚାରିଲେ, ମାନେ ସମୁଦ୍ର ଭିତରେ ପାହାଡ କଣ? ବିଷ୍ଣୁ କହିଲେ ଏଟା ହାଡର ପାହାଡ। ଏ ହାଡ କଣ ଜାଣିଛୁ? ଏ ହାଡ କାହାର କହିପାରିବ? ସମସ୍ତେ ମନା କଲେ। ବିଷ୍ଣୁ କହିଲେ ଏଇଟା ହଉଛି ଧ୍ରୁବର ହାଡ। କେତେ ଜନ୍ମ ତପସ୍ୟା କରିଛି, ଜନ୍ମ ଜନ୍ମ ତପସ୍ୟା କରି ଶେଷାନ୍ତରେ ସେ ଈଶ୍ୱର ପ୍ରାପ୍ତ ହେଇଥିବା ଦର୍ଶନ କରିଛି। ଆମର କୀର୍ତ୍ତନ କୁହାଯାଏନି କେତେ ଜନ୍ମ ଯାଇଛି। ତେଣୁ ମଣିଷ ଯେତେବେଳେ ମୃତ୍ୟୁ ହୁଏ, ସେତେବେଳେ ମଣିଷ ଯେତେବେଳେ ଆତ୍ମା ଯେତେବେଳେ ଶରୀର ତ୍ୟାଗ କଥା କହିଲି, ଘଣ୍ଟାଏ କିନ୍ତୁ ଉର୍ଜନା ଘରେ ପଡେ ନାହିଁ। ସେ ବଙ୍ଗଳା ବହି କିଏ ବଙ୍ଗଳା ଜାଣିଛନ୍ତି କିଏ ନ ଜାଣିଛନ୍ତି, ସେଟା ଉତ୍ତରୋତ୍ତର ଉଚ୍ଚତର ବିଶ୍ୱାସ ମାନେ ଶିକ୍ଷାର କଥା। ସାଧାରଣ ଭାବରେ 10 ଟଙ୍କିଆ ଉର୍ଜନା ଗୋଟେ ଘରକୁ ଯାଏ ନା, ଅଧଘଣ୍ଟାଏ ପଢେନି। ମୋବାଇଲରେ ଚାଟିଂ କରୁ କରୁ ସମୟ ଚାଲିଯାଏ, ଫୋନ କରୁ କରୁ ସମୟ ଚାଲିଯାଏ। ହେଲେ ପ୍ରତ୍ୟେକ ଦିନ ଗୋଟିଏ ବିଷୟ ପଢିବି, ଆଖି ବୁଜି ଟିକେ ଭାବିବି, କଣ ଆଜି ପଢିଲି, ଠାକୁର କଣ କଣ କହିଛନ୍ତି। এইটা হচ্ছে ইষ্টকর্ম, ইষ্টଙ୍କ ସହିତ ସଂଯୁକ୍ତି ବା ଏଇ ଯୋଉଟା ଜୀବନ ପ୍ରକ୍ରିୟା ମଧ୍ୟରେ ଯୁକ୍ତ ହବାର ଆବେଗ, ନଦୀର ଆବେଗ ସମୁଦ୍ରରେ ମିଶିବା, ଏଇ ଜୀବନର ଆବେଗ ହଉଛି ପୂର୍ଣ୍ଣତାରେ ଲୀନ ହବା। ଯେହେତୁ ଈଶ୍ୱର ହଉଛନ୍ତି ପୂର୍ଣ୍ଣ, ତେଣୁ ଈଶ୍ୱରଙ୍କ ପାଖରେ ଜୀବନଟାକୁ ଲଗେଇଦବା ହଉଛି ଈଶ୍ୱର ପ୍ରାପ୍ତି। ସେଦିନ ମୁନି ଋଷି ମାନେ ସବୁ ତପସ୍ୟା କଲେ। ଯେମିତି ଧ୍ରୁବ ଛୋଟ ପିଲାଟା କଣ ଏମିତି ଧର୍ମଘଟ କଲେ, ତପସ୍ୟା କଲେ, ଧର୍ମଘଟ କଲେ ଯେ ଆମେ ଆଉ ଈଶ୍ୱରଙ୍କୁ ହବି ଦବୁ ନାହିଁ। ଯାହା ଆମେ ଜଳ ସମର୍ପଣ ସ୍ନାନ ପରେ ଆମେ ସୂର୍ଯ୍ୟଙ୍କୁ ଜଳ ସ୍ନାନ କରୁଥିଲୁ, ଜଳ ଦାନ କରୁଥିଲୁ, ବା ଆମେ ଯେମିତି ପ୍ରକାର ସାଧନା କରୁଥିଲୁ, ଆମେ ତ ଈଶ୍ୱରଙ୍କୁ ଦର୍ଶନ କରିପାରିଲୁ ନାହିଁ। ଶଙ୍ଖ ଚକ୍ର ଗଦା ପଦ୍ମ ସେ ରୂପଟାକୁ ଆମେ ଦର୍ଶନ କରିପାରିଲୁ ନାହିଁ। ଧ୍ରୁବ ଏମିତି କଣ କଲା ଯେ ଯଦ୍ୱାରା କି ସିଏ ଏମିତି ଈଶ୍ୱରଙ୍କୁ ଦର୍ଶନ କଲା? ଏକଥା ବିଷ୍ଣୁ ଶୁଣିଲେ, ପଚାରିଲେ ଚାଲ ଟିକେ ସମୁଦ୍ରକୁ ବୁଲିଯିବା। ସମୁଦ୍ର ଭିତରେ ଗୋଟେ ଡଙ୍ଗାରେ ଗଲେ। ବିଷ୍ଣୁ ବସିଛନ୍ତି। ଅଦୂରରେ ଦେଖାଗଲା ଗୋଟେ ପାହାଡ ଏବଂ ତା ବରଫର ପାହାଡ ଭଳି ଦୃଶ୍ୟମାନ ହେଉଥିଲେ ମଧ୍ୟ ତା ବରଫର ପାହାଡ ନଥିଲା। ପାଖରେ ଯାଇ ପହଞ୍ଚିଲା କିଣି ବିଷ୍ଣୁଙ୍କୁ ପଚାରିଲେ, ମାନେ ସମୁଦ୍ର ଭିତରେ ପାହାଡ କଣ? ବିଷ୍ଣୁ କହିଲେ ଏଟା ହାଡର ପାହାଡ। ଏ ହାଡ କଣ ଜାଣିଛୁ? ଏ ହାଡ କାହାର କହିପାରିବ? ସମସ୍ତେ ମନା କଲେ। ବିଷ୍ଣୁ କହିଲେ ଏଇଟା ହଉଛି ଧ୍ରୁବର ହାଡ। କେତେ ଜନ୍ମ ତପସ୍ୟା କରିଛି, ଜନ୍ମ ଜନ୍ମ ତପସ୍ୟା କରି ଶେଷାନ୍ତରେ ସେ ଈଶ୍ୱର ପ୍ରାପ୍ତ ହେଇଥିବା ଦର୍ଶନ କରିଛି। ଆମର କୀର୍ତ୍ତନ କୁହାଯାଏନି କେତେ ଜନ୍ମ ଯାଇଛି। ତେଣୁ ମଣିଷ ଯେତେବେଳେ ମୃତ୍ୟୁ ହୁଏ, ସେତେବେଳେ ମଣିଷ ଯେତେବେଳେ ଆତ୍ମା ଯେତେବେଳେ ଶରୀର ତ୍ୟାଗ କରି ଚାଲିଯାଏ, ଲୋକଙ୍କର ଧାରଣା ଥାଏ କଣ ନେଇଗଲା, ଏ ଧନ ସମ୍ପତ୍ତି, ଟଙ୍କା ସୁନା, ସ୍ତ୍ରୀ ଛୁଆ ପିଲା ସବୁ ଛାଡି ଦେଇକି ଯୋଉ ଫାଙ୍କା ହେଇ ଆସିଥିଲା ସେ ଫାଙ୍କା ହେଇ ଚାଲିଗଲା, କିଛି ନେଲା ନାହିଁ। ସେଟା ଭୁଲ କଥା। ସେ ଯୋଉ ନେଇକି ଯାଏ ଯୋଉ ଅମୂଲ୍ୟ ଧନ, ସେଇ ଅମୂଲ୍ୟ ଧନ ତାର ଜୀବନ ପ୍ରକ୍ରିୟାର ପରବର୍ତ୍ତୀ ଜୀବନକୁ ସରସ ସୁନ୍ଦର ଏବଂ ଆନନ୍ଦମୟ କରି ଉଠେ। କବୀର ସେ ବାବଦରେ କହୁଛନ୍ତି, ତୁମ ଜବ ମର ଯାଓगे ପତ୍ନୀ ଚଲେଗି ତ ମକାନ ତକ। ତୁ ଯେତେବେଳେ ମରିଯିବୁ ତୋ ସ୍ତ୍ରୀ ଚାଲିବ ଏରୁଣ୍ଡି ବନ୍ଧ ପର୍ଯ୍ୟନ୍ତ। ଏରୁଣ୍ଡି ତ ଶବଟାକୁ ଯେତେବେଳେ ଘରୁ ବାହାର କରିନେବେ, ସେତେବେଳେ ତୋ ସ୍ତ୍ରୀ ଏରୁଣ୍ଡି ବନ୍ଧ ଆଉ ଅତିକ୍ରମ କରିପାରିବ ନାହିଁ। ସମସ୍ତେ ଗୁରୁ ଗୁରୁଜନ ମାନେ କହିବେ ତୁ ଏରୁଣ୍ଡି ବନ୍ଧ ପାଖରୁ ଫେରିଆ। ତେଣୁ ସେ ଫେରି ଆସିବ। ବନ୍ଧୁ ବର୍ଗ ଚଲେଗି ତ ଶ୍ମଶାନ ତକ। ହରିନାମ ସତ୍ୟ ରାମ ନାମ ସତ୍ୟ କହି
बंधु वर्ग माने कोकेई धरी श्मशान को नहीं जिबे। बंधु वर्ग जीवे तो सहित किंतु श्मशान सहित जीवे। बेटा देगा मुखाग्नि तक। जो पुओ जो घर संसार करिछु, जो पुओ को छोट बेलू कांदे काखे कुड़े मनीष करिछु, सी तते मुखरे समा माने मुखाग्नि दे सारा परे सब बाहक माने कहिबे एक मुआ ही फेरी जा आ पछको अनाना। सी मुखाग्नि दे सारा परे सी भी पळेई जिवो। स्त्री एरुंडी बंधुरु पळेई गला। बंधु बांधव साई पड़िशा श्मशान पाखरु पळेई आसिले। पुओ मध्य मुखाग्नि देकी पळेई आसिला। एकुटिया रहीगला मृत लोक, केही नांती पाखरे। जळीगला से अग्नि रे। तार पंचभूतर शरीर पंचभूत लीन हो गला। हेले सतनाम ले जाएगा परमात्मा तक। जदि सतनाम से नहीं थी से सतनाम तक परमात्मा पर्यंत पहुंचे दब। तेणु जीवन प्रक्रिया रे जदि मृत्युटा जदि सुंदर हुए ताले पुनर्जन्म पुणी सुंदर हब। कारण मनीष जो जीवन चर्या करे, जीवन रे सफलता विफलता कष्ट क्लेश दुख जंत्रणा आनंद उल्लास पुरस्कार तिरस्कार जहा किछि से पाए सबु किछि ता कर्म फल उपर निर्भर करे। पूर्व जन्मर कर्म फल ए जन्म भोगिबा पड़िबो। ए जन्मर कर्म फल मध्य पर जन्म भोगिबा पड़िबो। शास्त्र रे अनेक भाव में उदाहरण अछि। आलोच्यर समय ए नुहे। दुर्योधनकर कोष्ठी लिखिथिले व्यास एवं सठीगर दिन जो दिन कोष्ठी विचार है व्यास से दिन कही दुर्योधन विश्वर एक महान देवता हिसाब से पूजा पाइबे। विश्वर सबुआड़े मंदिर प्रतिष्ठा हम दुर्योधन दुर्योधन पूजा पाई स्वतंत्र मंत्र मध्य व्यवस्था हम एक कथा कही व्यास। हेले कुरुक्षेत्र विभीषिका पर जेतबेले दुर्योधन एक नष्ट चरित्र एक मानी दुर्योधन अहंकारी दुर्योधन भाव में परिगणित है जो दुर्योधन महासमर है शह शह कौरव संतान मान मृत्युवरण कले अनेक लक्ष लक्ष जीवन हानि है। सेतबेले पुणी व्यास को प्रश्न करा जायछि, व्यासदेव आपण तो कहते दुर्योधन जीवन पूजा पाइब मंदिर रे देवत्व चरित्र जन्म नहीं से कहीं एपरी घटना घटला। व्यासदेव कहते जो दिन से जन्म ग्रहण करिथिला से दिन से ता पूर्व जन्मर कर्म फल को नहीं मु आगामी दिनर गणना करिथिली। तार क्रियमाण कर्मटा को मु केबे ग्रहण कर नथिली। आप जानि भी नथिले कोन करिबो लोक भविष्यत रे। ता जातक रे बहुत भल कथा थाई पारे किंतु क्रियमाण कर्म ही जातक भी परिवर्तन कर दे पारे। को जातक लेखा जाइछि से मद पीकी ता किडनी नष्ट हो जिवो से मृत्युवरण करिवो। को जातक लेखा है मद पीकी गला बेले बा तार जो बर्तमान निशा करी गला बेले गाड़ी धक्का हबो कैंसर हबो के को जातक तो थाए ना। एटा क्रियमाण कर्म रोचे फल पूर्व जन्मर कर्म यही क्रियमाण कर्मटा को भल हवा पाई ईश्वर नर रूप धारण कर धरार अवतीर्ण हुंती एवं मनीषटा को क्रियमाण कर्मटा को एक निर्भुल कर्म रे परिणत करबा पाई आमे समते सदीक्षा नहीं। श्री ठाकुर पचरा ठाकुर दीक्षा नहीं लोक दीक्षा न नहीं लोक भर पार्थक्य कौन? अनेक किसी पार्थक्य अच्छे किंतु गोटे पार्थक्य समय स्वल्पता दृष्टि मुझे कहूँ गोटे पार्थक्य गोटे सत्संग गोटे दीक्षित लोक जुग पुरुषोत्तम श्री श्री ठाकुर अनुकूल चंद्र सदीक्षा नहीं जड़े व्यक्ति जदि कुकर्म करे जदि भूल करे क्या प्रकाश न कले अंतरात्मा स्वीकार करे मुझे भूल करी आउ भूल करी नहीं सम्मान दृष्टि कुआडे प्रकाश करी न पारे निजे किंतु जाने को भूलटा से करिछि एवं परवर्ती अवस्था से भूल संशोधन प्रयास हुए एवं विभिन्न प्रकार सत्संग जाए बुझे कहीं दोषटा को मुझे छाड़ी पारू नहीं। से दिन अधर्जी जाजक कर्मी बैठक रे
द्वितीय प्रश्न सिला गुरु भाईंकर दादा मो पुओटी मो कथा मानुनी पुओ जम्मा उठुनी सकाळे केबे प्रेयर करूनी संध्यार तो घर फेरवार प्रश्न नहीं सांगसाथी मेल रही राति 9टा-10टा बेले आसे संध्या प्रार्थना प्रात प्रार्थना से जानी नहीं को समय मध्य बुझी नहीं डाकिले भी सत्संग जाएनी कौन करी सेठी जो कथाटा कहले पूज्य अबिंदा से ठाकुरंकर रेतजात वंशधारा बढ़िया कथा कहले कहले छोट बेले जिते थिला पुअर बयस केते ना पुअर बयस 20 वर्ष ना पुओ थे छोट थिला 5-7 वर्ष पाखरु धरंतु कि आगुरु तमे थे प्रार्थना कर ताको प्रार्थना रे बसाओ छुटिया झांझटीए दियो बेताल रे बजौ बरং से बजेइब ध्वनि देला बेले जय कहब इगुड़ा तो बसईच शिखेच केबे ना शिखे ना शीत दिन छुआटा शोची शो उठी से सकाल स्कूल को जीव अरे स्कूल को गले कॉलेज जो गले वैज्ञानिक हो डाक्तर हो इंजीनियर आईएएस ऑफिसर हो जाई पारे हेले गोटे पितृमातृभक्त संतान हम ये ग्यारंटी किसी ना हम ना इष्ट प्राण ता मदर जाग्रत हम ना एक आदर्श मनुष्य से रूपांतरित हो पार ना आ भल मनुष्यटे हवा पाइले घर संस्कार जोटा आम सदीक्षा नहीं आमर पिला माने आसन पकई सकाल बसबे प्रार्थना शिखतु न शिखतु किंतु अभ्यास परिणत हम तमे के प्रार्थना बसाओ ना ना से आसेनी जदि डाकिली ता माँ ताको रागे है से लेट नाइट शुई तुम उठाओनी से शोई थाउ यहाँ केवल घर परिवार नुहे लक्ष लक्ष परिवार यहाँ देखा मिले पिला इष्ट कर्म नियोजित करती ना आज उत्सव होची घरे सत्संग होची गोटे सत्संग कैटेगोरिकली कहते गोटे सत्संग आयोजन करने कले केते प्रकार काम थाए विग्रह प्रतिष्ठा थाए माल्यार्पण थाए धूप दिया जाए दीप दिया जाए भोग निवेदन हुए पानी रुहे चंदन रुहे ये सब रहा पर हारमोनियम तबला कुबुजी माइकी दरी पकड़ा पर एत गुड़े कम अच्छी तम पुओ सत्संग कौन करे गोटे मंदिर गले से कौन करे भजन गाए कीर्तन टे शिखी बाजाटे बजे पारे कुब्जीटा धरी पारे फूल सजे पारे ना किसी करे आ कौटू प्रेम आसब माटा छुआ काम करे बोली माँ प्रति तार श्रद्धा माँ छुआ प्रति श्रद्धा पड़े काम इष्ट कर्म न कले ठाकुर काम न कले ठाकुर प्रति प्रेम भाव जाग्रत हम ना श्री ठाकुर पचार अनेक गुरु भाई ठाकुर मोर ठाकुर आपण प्रति भल पाइबा आसुनी केमिति भल पाइबी श्री ठाकुर कहते जे का भल पाऊ पाऊ भल पाई जिबे हठात मु देखने ठाकुर विग्रह टे अलंधु दोलीमली पोछीदेले हठात मार्केट जाइए देखिले गोटे भल फल आस ठाकुर नहीं जीवी भल मिठा टे देखुची ठाकुर नहीं जीवी ठाकुर 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 सदा सर्वदा ठाकुर जन्मोत्सव आसुची जुगाचार्य शिष्य बड़दा जन्म दिवस आसुची नुआ लुगा नुआ कपड़ा टे कि भी ठाकुर नुआ आस्थान बस जन्मदिन आमर जन्मदिन आम नुआ पिंधुचु आम कौन धोई दे कपड़ा पिंधुचु पिंधुना तेणु आम जो श्री विग्रह जो बसई श्री बड़मा श्री ठाकुर श्री बड़दा तांकर जो जन्मोत्सव आसुची ता जो नुआ कपड़ा खंडे दबा से दिन भल भोगटे दबा आमर जन्मदिन जो आम के भल जिनस खाऊचु केक काटुचु हैप्पी बर्थडे कहूचु हेले मो ठाकुर आज जन्मदिन ठाकुर श्रेष्ठ आत्मज श्री बड़दा जन्मदिन जिते आम घर जन्मदिन हूँ 15 दिन आगुरी चिंता कौटी डाकिबी क्या डाकिबी सत्संग करी खाइबा पीवा देवी टंका 5-10 हजार 15,000 20,000 खर्च हेले पछेबार नहीं हेले जुग पुरुषोत्तम श्री ठाकुर जन्म दिवस पालन हम जो माने मंदिर केन्द्र दायित्व नहीं चली मुंड घुरे पड़ुची जे केमिति कोउटु आसीबो 1000 टंका मागिले 1,500 टंका मागिले भी 500 टंका मागिले भी ना ना घर यही असुविधा यही कथा आज मु आकुल भाव निवेदन करी मोर गुरु भाई माँ मान ठाकुर कर्म जिते देवे से अभाव असुविधा कथा केबे भी वर्णना करेंगे ना
ଠାକୁରଙ୍କ କର୍ମ ପାଇଁ ଯୋଉମାନେ ଯାଇଛନ୍ତି ଆପଣ ଘରକୁ ଅର୍ଘ୍ୟ ସଂଗ୍ରହ କରିବା ପାଇଁ, ଗୁରୁ ଭାଇ ଘରକୁ ଗଲେ ଠାକୁର କୋଉଥିରେ ଖୁସି ହୁଅନ୍ତି। ମୋ ଘରକୁ ଜଣେ ଗୁରୁ ଭାଇ ଆସିଛନ୍ତି, ମୁଁ ତାଙ୍କୁ ଚା ଟିକେ ଦେଲି, ଜଳଖିଆ ଟିକେ ଦେଲି, ଘରେ ମିଠା ଅଛି ଟିକେ ଦେଲି, ଥଣ୍ଡା ପାଣି ଟିକେ ଦେଲି, ଆନନ୍ଦରେ ପଦେ କଥା କହିଲି, ଏଟା ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନୁହଁ, ତାଙ୍କଠୁ ବାହା ପାଇବା ପାଇଁ ନୁହଁ, ଏଇଟା ସେ ଠାକୁରଙ୍କୁ ଖୁସି କରିବା ପାଇଁ। ଠାକୁର ଖୁସି ହେବେ ୟା ଦ୍ୱାରା, ଏଇ ଭାବନା ନେଇ ମୁଁ କରିବି, ସେଇଟା ହଉଛି ଇଷ୍ଟ କର୍ମ। ଯୋଉଟା କି ମୁଁ ଆଲୋଚନା ପ୍ରାରମ୍ଭରେ ମା ଯୋଉ କହୁଥିଲେ ଠାକୁରଙ୍କୁ ଯେ ମୁଁ ଇଷ୍ଟ କର୍ମ କରିପାରୁନି, ଇଷ୍ଟଙ୍କ ଧାରାରେ ଇଷ୍ଟଙ୍କ ଅନୁଶାସନରେ ଯୋଉ କର୍ମ କରାଯାଏ ସେଇଟା ହଉଛି ଇଷ୍ଟ କର୍ମ। ରୋଷେଇ ପରେ ଘରର ବିଛଣା ପଡିଛି, ପ୍ରତ୍ୟେକ ଗୁରୁ ଭାଇ ବିଛଣାରୁ ଉଠିଲା ପରେ ବିଛଣାଟା ଯୋଉ ଭଳିଆ ଥିଲା ସେଭଳିଆ ଖାନ ଛାନ କରି ରଖିବେ, ଦିନେ ଦି ଦିନ ପରେ ବେଡସିଟ୍ ଧୋଇଦେବେ, ସେ ପୁରୁଣା ଲୁଗା କଣ ବଜାରରୁ ବୁଲିକି ଆସିଲା ପରେ ତା ପରଦିନ ଧୋଇଦେବେ। ଏ କରୋନା ତ ବହୁତ ପଛରେ, ସ୍ୱାସ୍ଥ୍ୟ ସଦାଚାର ଗ୍ରନ୍ଥରେ ବହୁ ଆଗରୁ ବର୍ଣ୍ଣନା କରାଯାଇଛି ଯେ କେମିତି ଆମେ କଣ ଖାଇବା, କେମିତି ପିନ୍ଧିବା, କେମିତି ସୁସ୍ଥ ରହିବା। କାରଣ ଏ ସୁସ୍ଥ ରହିବାର ଅନେକ ଗୁଡିଏ ବାଟ ଅଛି। ଆମେ ବଞ୍ଚିଛୁ ଠାକୁରଙ୍କ କାର୍ଯ୍ୟ କରିବା ପାଇଁ, ଯଦି ଆମେ ରୋଗାକ୍ରାନ୍ତ ହେଇଗଲୁ ବିଛଣାରେ ତ ଉଠି ପାରିବୁ ନାହିଁ, ଯାଜନ କରିବୁ କଣ, ଡିପି ୱାର୍କ କରିବୁ କଣ। ତେଣୁ ଶରୀରଟାକୁ ଇଷ୍ଟ ପୂଜାର ଯନ୍ତ୍ର ହିସାବରେ ବ୍ୟବହାର କରିବାକୁ ପଡିବ। କେତେ ଗୁରୁତ୍ୱପୂର୍ଣ୍ଣ ଭାଷା, କେତେ ଗୁରୁତ୍ୱପୂର୍ଣ୍ଣ ବାକ୍ୟ, ଶରୀରଟାକୁ ଇଷ୍ଟ ପୂଜାର ଯନ୍ତ୍ର ହିସାବରେ। ଏ ଶରୀର କିଛି ନୁହେଁ, କିଏ କଳା, କିଏ ଗୋରା, କିଏ ଡେଙ୍ଗା, କିଏ ବାଙ୍ଗରା, ଏଠି ପ୍ରଶ୍ନ ଉଠୁନି। ଏ ଶରୀରଟା କେତେ ସହଜ ପଟୁ, ସହନ ପଟୁ, ଏ ଶରୀର କେମିତି ଠିକ ରହିବ। ଆଉ ମନକୁ ନେଇ ଶରୀର, ମନଟା କେମିତି ଶୁଦ୍ଧ ରହିବ, ପୁଣି ଫେରିଯିବା ସେଇ ଇଷ୍ଟଙ୍କ ଆଦର୍ଶର ଅନୁଶାସନ ମଧ୍ୟକୁ। ଯଦି ନାମ ଧାନ ଠିକ ଭାବରେ ହୁଏ, ଯଦି ଇଷ୍ଟଙ୍କ ନାମ ଚଲାଏ ଫେରାଏ ଜପାଏ ଯଦି ଚାଲୁଥାଏ, ଇଷ୍ଟ ଦର୍ଶନ ଯଦି ଗଛରେ, ପତ୍ରରେ, ଲତାରେ, ପାହାଡରେ, ପର୍ବତରେ ଯଦି ମୋର ଇଷ୍ଟଙ୍କ ରୂପ ଯଦି ପ୍ରତିଭାତ ହଉଥାଏ, ତାହେଲେ ମୋ ମନ କେବେ ବି ଖରାପ ହବନି। କିଏ ଗାଳି ଦେଲେ ଖରାପ ହବନି, କିଏ ପ୍ରଶଂସା କଲେ ବି କିଛି ଖରାପ ହବନି। ସେ ଠାକୁର ସତ୍ୟାନୁସରଣ କହିଛନ୍ତି, ଯିଏ ତମର ପ୍ରଶଂସା କରେ ବା ଯିଏ ତମ ନିନ୍ଦା କରେ ସେମାନେ ଗୋଟିଏ ଗୋଟିଏ ଭୂତ। ଯିଏ କହିଲା ଆପଣ ବହୁତ ଭଲ, ଆପଣ ବହୁତ କଥା, ଆପଣଙ୍କ କଥା ଆଜି ଆଲୋଚନା ଚାଲିଥିଲା, ଶୁଣିବାର ନାହିଁ ସେ କଥା। କାହିଁକି ମୁଁ ଯଦି ମୋ ଆତ୍ମ ପ୍ରଶଂସା ମଣିଷରେ ରୂପାନ୍ତରିତ କରିବା ପାଇଁ ନୁହେଁ, ମୋର ଘରଟାକୁ ରିଫର୍ମ ବା ପୁନଃ ସଂସ୍କାର କରିବା ଉଦ୍ଦେଶ୍ୟରେ ନୁହେଁ, ସେ ପାଠ ମୋର ମତେ ସଂସ୍କାରିତ କରିବା ପାଇଁ ନୁହେଁ, ପୁରୁଷୋତ୍ତମଙ୍କ ସଂସ୍କାର ଏକମାତ୍ର ସଂସ୍କାର, ଆଉ ସବୁ ସଂସ୍କାର ହଉଛି ବନ୍ଧନ। କଣ ନାହିଁ ପୁରୁଷୋତ୍ତମଙ୍କ ସଂସ୍କାର ମଧ୍ୟରେ। ଏ ଜନ୍ମରେ ବହୁ ଭାଗ୍ୟର କଥା, ଯୋଉଟା ଜୀବନର ପ୍ରକ୍ରିୟାରୁ ଆରମ୍ଭ କରିଥିଲି। ଜୀବନର ଆବେଗ ହଉଛି ଈଶ୍ୱର ପ୍ରାପ୍ତି, ଈଶ୍ୱର ହଉଛନ୍ତି ପୂର୍ଣ୍ଣ, ତା ଜୀବନ ସାର୍ଥକ ହୁଏ ପୂର୍ଣ୍ଣତାରେ। ଆଜି ଯୋଉ ଭାଇ ତାଙ୍କର ଶଶୁରଙ୍କ ପାଇଁ ଶ୍ରାଦ୍ଧ ଦେଇଛନ୍ତି, ଅନ୍ୟ ଯୋଉମାନେ ତାଙ୍କର ପରିବାରର ମଙ୍ଗଳ କାମନା ପାଇଁ ଦେଇଛନ୍ତି, ସମସ୍ତଙ୍କର ସାର୍ବିକ ମଙ୍ଗଳ ହଉ, ସମସ୍ତେ ଇଷ୍ଟକର୍ମ କରିଚାଲନ୍ତୁ। ବର୍ତ୍ତମାନ ଇଷ୍ଟକର୍ମ କରିବାର ଏକ ବିରାଟ ଆହ୍ୱାନ। ଡିପି ୱାର୍କ କଥା ଯୋଉ କୁହାହଉଛି, ଡିପି ୱାର୍କର କିଛି ଗୋଟେ ନିର୍ଦ୍ଦିଷ୍ଟ ଦିଗଦର୍ଶନ ନାହିଁ। ଯେକୌଣସି ଗୁରୁ ଭାଇ ଘରକୁ ସେ ଇଷ୍ଟକୁ ଦେଇଥାନ୍ତୁ, ନ ଦେଇଥାନ୍ତୁ, ବା ଯାହା କରନ୍ତୁ, ଦୀକ୍ଷା ନେଇଛନ୍ତି ତାଙ୍କ ଘରକୁ ପଶିଗଲେ ତାଙ୍କ ଘରେ ଟିକେ ତାଙ୍କୁ ଉପଦେଶ ଦବା ଉଦ୍ଦେଶ୍ୟରେ ନୁହେଁ, ସେଇଠି ଡିପି ୱାର୍କଟା ଭାଙ୍ଗିଯିବ। ଉପଦେଶ ଦବାନି, ମୁଁ ବେଶୀ ଜାଣିଛି ଆପଣ ଜାଣିନାହାନ୍ତି, ବା ଆପଣ ଏମିତି ବିଗ୍ରହକୁ ରଖିଛନ୍ତି, ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ନୁହେଁ, ପରାମର୍ଶ ଦେବା ଉଦ୍ଦେଶ୍ୟରେ। ଭଲ ପାଇକି ମଣିଷ କଥା କହିପାରେ। ଠାକୁରଙ୍କ ବିଗ୍ରହ ବା ବର୍ତ୍ତମାନ ଅନେକ ଘରେ ଆମେ ଦେଖୁଛୁ, ବର୍ତ୍ତମାନ ଆଚାର୍ଯ୍ୟ ଦେବଙ୍କର ବିଗ୍ରହ ନାହିଁ, ପୂଜ୍ୟପା ଦାଦାଙ୍କର ବିଗ୍ରହ ଶୋଭା ପାଉଛି। ତାଙ୍କର ସେଣ୍ଟିମେଣ୍ଟକୁ ହଟ୍ ନ କଲା ଭଳି ତାକୁ ମଧ୍ୟ ସେ ବାବଦରେ ଆଲୋଚନା କରିବାକୁ ପଡିବ। ତେଣୁ ଆସନ୍ତୁ, ଫୋନ ଆସିଲା ଆଜ୍ଞା। ଜୟ ଗୁରୁ। ସମସ୍ତଙ୍କର ସାର୍ବିକ ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ। ଜୟ ଗୁରୁ।